ଉଛୁଳୁଛି ପଦ୍ମପୋଖରୀ, ଡୁବୁଛି ବିଜେଡି। ଖଣ୍ଡତଡ଼ା ପଞ୍ଚାୟତର ବହୁ ଲୋକପ୍ରିୟ ସରପଞ୍ଚ ବିଶ୍ୱନାଥ ନାୟକ ବିଜେପିରେ ଯୋଗଦାନ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଭଦ୍ରକ ବିଜେପି ସଂଗଠନ ମଜବୁତ ହୋଇଛି। ଜିଲ୍ଲାର 7 ବ୍ଲକରୁ ଏବେ 4 ବ୍ଲକ ଅଧ୍ୟକ୍ଷ ଏବେ ବିଜେପିରେ ମିଶି ଯାଇଛନ୍ତି। ଅତି ଶୀଘ୍ର ଆଉ ଜଣେ ବ୍ଲକ ଅଧ୍ୟକ୍ଷ ବି ବିଜେପିରେ ମିଶିବାର ସମ୍ଭାବନା ବଢ଼ିଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର 30 ସରପଞ୍ଚ, 35 ସମିତି ସଭ୍ୟ ସମେତ 4 ବ୍ଲକ ଅଧ୍ୟକ୍ଷ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଟୋପି ପିନ୍ଧିବା ପରେ ଭଦ୍ରକ ବିଜେପି ସଂଗଠନ ଦୃଢ଼ ମଜବୁତ ହୋଇଛି। ବ୍ଲକ ଅଧ୍ୟକ୍ଷ ବିଜେଡି ସମର୍ଥିତ ହୋଇ ପୂର୍ବରୁ କାର୍ଯ୍ୟ କରି ଆସୁଥିଲେ। ସରକାର ବଦଳିବା ପରେ ରାଜନୀତି ହଲଚଲ ହୋଇଥିଲା। ତଥାପି ଜିଲ୍ଲାର 7 ବ୍ଲକରେ ବିଜେଡିର ପତିଆରା ଜାରି ରହିଥିଲା। ଏବେ ଆଉ ସେ କାଟତି ବିଜେଡି ପାଖରେ ରହିବନି, କାରଣ ବ୍ଲକ ଅଧ୍ୟକ୍ଷମାନେ ଏଣିକି ଶାସନ ଦଳର ଇସାରାରେ କାର୍ଯ୍ୟ କରିବେ। ସେମାନଙ୍କୁ ଆଉ ଅନ୍ୟ ଦଳର ସମର୍ଥିତ ପ୍ରତିନିଧିଙ୍କୁ କାମ ଦେବେନି। ସେ ଦୃଷ୍ଟିରୁ ଭଣ୍ଡାରୀପୋଖରୀ, ଭଦ୍ରକ ଓ ବାସୁଦେବପୁର ବିଜେପି ସଂଗଠନ ନିଶ୍ଚିନ୍ତ ବଢ଼ିବ, ଏଥିରେ ସନ୍ଦେହ ନାହିଁ। ବିଶେଷ କରି ଏହି ଅଞ୍ଚଳର ପଞ୍ଚାୟତ ପ୍ରତିନିଧିମାନେ ଦଳ ଛାଡ଼ି ପଦ୍ମ ଶିବିରକୁ ଯିବା ସହ ଅନେକ କର୍ମୀଙ୍କୁ ବି ଟାଣିଛନ୍ତି, ଯଦ୍ୱାରା ବିଜେଡି ଗଡ଼ ଦୁର୍ବଳ ସ୍ଥିତିକୁ ଆସୁଛି। କୁହାଯାଉଛି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଜିଲ୍ଲାରେ ବିଜେପି ବଢ଼ିବା ଶ୍ରେୟ ତାଙ୍କ ପାଖକୁ ନିଶ୍ଚୟ ଯିବ। ବିଜେଡି ଭାଙ୍ଗି ଚୁରମାର ହେବ। ବିଜେପି ଆହୁରି ଅନେକ ନେତା ଓ ପୁରୁଣା କର୍ମୀ ଇସ୍ତଫା ସଂଗଠନକୁ ବଢ଼ିବ। ଅପରପକ୍ଷେ ଭଦ୍ରକ ବିଜେଡି ଗଡ଼ ଭୁଷୁଡ଼ିବା ପରେ ନବୀନ ନିବାସ ସମୀକ୍ଷା କିଛି କାମ ଦେଇନି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ସଂଗଠନ ଦାୟିତ୍ୱ ନେଇଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଫଳ ଶୂନ ହୋଇଛି। ଶ୍ରୀ ସାମଲଙ୍କ 2 ପୁଅ ପ୍ରୟାସ କାନ୍ତି ଓ ପ୍ରଣୟ କାନ୍ତି ପଦ୍ମ ଟୋପି ପିନ୍ଧିଛନ୍ତି। ତାଙ୍କ ସମ୍ପର୍କୀୟ ଭଉଣୀ ଭଦ୍ରକ ଅଧ୍ୟକ୍ଷା ଉର୍ମିଳା ନାୟକ ଓଲଟି ଆଜି ଦୋଷ ଲଦିଛନ୍ତି। ଆମେ ଦଳ ଛାଡ଼ିବା ପରେ ଆମ ସହ କେହି ଯୋଗାଯୋଗ କଲେ ନାହିଁ, ଏଣୁ ବିଜେପିରେ ମିଶୁଛୁ ବୋଲି ସେ କହିଛନ୍ତି। ଏବେ ବିଜେଡିର ଆରୋପ ପ୍ରତ୍ୟାରୋପ ବଢ଼ିଛି, ହେଲେ ତୃଣମୂଳ ସ୍ତରରେ ନେତା ବଳକୁ ସଜାଡ଼ିବାକୁ ଧରିଥିବା ବେଳେ ବିଜେପି ଲହରରେ ଏହା ଭାସିଯିବ ବୋଲି କୁହାଯାଉଛି। କାରଣ ମିଶ୍ରଣ ପରେ ତିହିଡ଼ି, ଚାନ୍ଦବାଲି ଓ ଧାମନଗର ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ସମର୍ଥନରେ ଥିଲେ ଏହି ଅଞ୍ଚଳରୁ ବହୁ ପଞ୍ଚାୟତ ନଜର ଆସୁଛି। ଏଭଳି ଧାରା ଦ୍ୱାରା ବିଜେପି ମଜବୁତ ହେବ। ଭଦ୍ରକ ସହର ନିର୍ବାଚନ ମଣ୍ଡଳୀ ବିଜେଡି ଏବେ ସବୁଠୁ ବେଶୀ ଦୁର୍ବଳ ଅବସ୍ଥାକୁ ଆସିଛି। ଭଣ୍ଡାରୀପୋଖରୀରେ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେବା ପରେ ଉପାଧ୍ୟକ୍ଷ ତଥା ପ୍ରଫୁଲ୍ଲ ସାମଲଙ୍କ ସାନ ପୁଅ ବି ପ୍ରଣୟ କଷି ବିଜେପିରେ ମିଶିଛନ୍ତି। ଭଣ୍ଡାରୀପୋଖରୀବାସୀଙ୍କ ସେବା କରି ଆସୁଛି, ଆଗକୁ କରିବୁ ବୋଲି କହିଛନ୍ତି। ବିଧିବଦ୍ଧ ଭାବେ ବହୁ ପୁରୁଣା ସରପଞ୍ଚ ବିଶ୍ୱନାଥ ନାୟକ ଖଣ୍ଡତଡ଼ା ପଞ୍ଚାୟତର କର୍ମୀମାନଙ୍କ ସହିତ ଆଲୋଚନା କରି ବିଜେପିରେ ଯୋଗଦାନ କରିଛନ୍ତି। 6 ତାରିଖ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଯେଉଁ ମହାବିଶ୍ରଣ ପର୍ବ ହେଲା, ସେଥିରେ ମୁଁ ଖଣ୍ଡତଡ଼ା ପଞ୍ଚାୟତରୁ ପ୍ରତିନିଧିତ୍ୱ କରୁଥିବା ସରପଞ୍ଚ ଏବଂ ମୁଁ ପ୍ରତିନିଧି ହିସାବରେ ଆମେ ସେଥିରେ ସାମିଲ ହୋଇଥିଲୁ ଏବଂ ବିଜେପିରେ ଜଏନ୍ କରିଛୁ। ମୋର ରାଜନୈତିକ ପୃଷ୍ଠଭୂମି ଭାବରେ କହିବି ଯେ ମୁଁ ଦୀର୍ଘ ଦିନ ଧରି ମୁଁ ଗ୍ରାସରୁଟ୍ରେ ରାଜନୀତି କରୁଛି ଏବଂ ମୁଁ କଂଗ୍ରେସ ଦଳର ଦୀର୍ଘ ପ୍ରାୟ 35 ବର୍ଷ ମୁଁ କଂଗ୍ରେସ ଦଳର କାର୍ଯ୍ୟ କରିଛି। କଂଗ୍ରେସ ଦଳର ଜିଲ୍ଲା ପରିଷଦର ସଭ୍ୟ ଥିଲି 28 ନମ୍ବର ଜୋନ୍ରେ ଏବଂ ବ୍ଲକ କଂଗ୍ରେସ କମିଟିର ସଭାପତି ଭାବରେ ମୁଁ ଦୀର୍ଘ 15 ବର୍ଷ କାର୍ଯ୍ୟ କରିଛି। ପଞ୍ଚାୟତ ସମିତି ମଧ୍ୟ 5 ବର୍ଷ ଜଣେ ଅଧ୍ୟକ୍ଷଙ୍କର ପ୍ରତିନିଧି ଭାବରେ ଚଲେଇଛି। ତେଣୁ ସମୟକ୍ରମେ ଆମେ ଯେହେତୁ ଗୋଟେ ଗ୍ରାସରୁଟ୍ରେ କାମ କରୁଛୁ, ଆମର ପ୍ରଥମ ପ୍ରାଥମିକତା ହେଲା ଲୋକଙ୍କ ସମସ୍ୟାକୁ ସମାଧାନ କରିବା ବା ଲୋକଙ୍କର ସେବା କରିବା। ଏ ହେଲା ଆମର ମୂଳ ମନ୍ତ୍ର। ତେଣୁ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଆମର ଯେଉଁ ସରକାରୀ କଳ ବା ସରକାରୀ ଦଳର ସାହାଯ୍ୟ ନେବାର ଆବଶ୍ୟକତା ଅଛି। ଆମେ କେଉଁ ନିର୍ଦ୍ଦିଷ୍ଟ ଦଳର ସିମ୍ବଲରେ ଜିତି ନାହୁଁ, କିନ୍ତୁ ଦଳରେ ଆମେ କାର୍ଯ୍ୟ କରିଛୁ। ସମୟକ୍ରମେ ମୁଁ 17 ମସିହାରେ ଏ ପଞ୍ଚାୟତରୁ ମୁଁ ସରପଞ୍ଚ ଭାବରେ ସ୍ୱାଧୀନ ଭାବରେ ନିର୍ବାଚିତ ହୋଇଥିଲି କଂଗ୍ରେସ ଦଳରୁ ଇସ୍ତଫା ଦେଇକି ଏବଂ ନିର୍ବାଚିତ ହୋଇଥିଲି। ପୁଣି 17ରୁ 22 ପରେ 22ରେ ମଧ୍ୟ ଯେଉଁ ନିର୍ବାଚନ ହେଲା, ସେଥିରେ ଯେହେତୁ ଆମ ପଞ୍ଚାୟତ ସାଧାରଣ ମହିଳା ବର୍ଗ ପାଇଁ ସଂରକ୍ଷିତ ଥିଲା, ସେଥିପାଇଁ ମୋ ସ୍ତ୍ରୀ ସରପଞ୍ଚ ଭାବରେ ପ୍ରତିନିଧିତ୍ୱ କରିଥିଲେ ଏବଂ ଆମେ ଜିତିଥିଲୁ। ପୂର୍ବଥର ଭଳି ଏଥର ମଧ୍ୟ ଆମେ ସେ ବିଜେଡିର ପ୍ରାର୍ଥୀ ସହିତ ଲଢ଼ିକି ଜିତିଛୁ ଏବଂ ବର୍ତ୍ତମାନ ଯେଉଁ ପରିସ୍ଥିତି ରାଜନୈତିକ ସମୀକରଣ ଯେଉଁ ରାଜ୍ୟରେ ହେଲା ଏବଂ ସରକାର ପରିବର୍ତ୍ତନ ହେଲା,
ମୁଁ ଯେହେତୁ ଗୋଟେ ତଳ ସ୍ତରରେ କାମ କରୁଛି, ଲୋକଙ୍କ ସମସ୍ୟା ସହିତ ଜଡ଼ିତ ଅଛି ଏବଂ ଲୋକଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ଆବଶ୍ୟକ ମଣିଲି ବିଜେପିରେ ଜଏନ୍ କରିବା ପାଇଁ। ଏବଂ ମୋର ପ୍ରଥମ ପ୍ରାଥମିକତା ହେଉଛି ଯେ ଲୋକଙ୍କ ସେବା କରିବା, ଲୋକଙ୍କ ପାଇଁ କାମ କରିବା ଏବଂ ଆମ ପଞ୍ଚାୟତର ଯେଉଁ ସମସ୍ୟା ଅଛି ଆମେ ତାକୁ ସମାଧାନ କରିବା ପାଇଁ ଆମର ଆବଶ୍ୟକତା ଅନୁଭବ କଲି। ତାପରେ ଆଉ ଗୋଟେ କଥା, ବର୍ତ୍ତମାନ ଭାରତବର୍ଷରେ ଯେଉଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କର ଯେଉଁ ରାଷ୍ଟ୍ରବାଦୀ ଚିନ୍ତାଧାରା ଏବଂ ମୋହନ ମାଝୀଙ୍କର ଯେଉଁ ଲୋକପ୍ରିୟ ସରକାରଙ୍କର ଯେଉଁ ମୋ ସରକାରର ଯେଉଁ କାର୍ଯ୍ୟକ୍ରମ, ତା ଛଡ଼ା ଆମ ଭଦ୍ରକର ଯୁବ ବିଧାୟକ ସମ୍ମାନୀୟ ସିଦ୍ଧାନ୍ତ ଶେଖର ମହାପାତ୍ର ଏବଂ ଯୁବ ପାର୍ଲାମେଣ୍ଟ ସଦସ୍ୟ ସମ୍ମାନୀୟ ଅଭିମନ୍ୟୁ ସେଠୀଙ୍କର ଏହି ଯୁବ ନେତୃତ୍ୱରେ ମୁଁ ଅନୁପ୍ରାଣିତ ଏବଂ ଆଶା କରୁଛି ତାଙ୍କ ପାଖରୁ ନିଶ୍ଚିତ ଭାବରେ ଆମ ଭଦ୍ରକ ନିର୍ବାଚନ ମଣ୍ଡଳୀ ବହୁତ ଆଗକୁ ଯିବ, ଏଥିରେ ସନ୍ଦେହ କରିବାର କିଛି ନାହିଁ। ସେଥିପାଇଁ ମୁଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଁ ବିଜେପିରେ ସାମିଲ ହେଇଛି ଏବଂ ମୁଁ ଆଶା ରଖିଛି ତାଙ୍କ ପାଖରୁ ଖନ୍ତଡ଼ା ପଞ୍ଚାୟତକୁ ଗୋଟେ ଆଗୁଆ ପଞ୍ଚାୟତ ଗଢ଼ି ତୋଳିବାରେ ମୋର ଭୂମିକା ରହିବ ଏବଂ ସେମାନଙ୍କର ସହଯୋଗ ରହିବ, ଏ ଆଶା ନେଇ ମୁଁ ବିଜେପିରେ ସାମିଲ ହେଇଛି। ଏବଂ ଆଗାମୀ ଦିନରେ ଏହି ଯୁବ ନେତୃତ୍ୱଙ୍କ ନେତୃତ୍ୱରେ ପଞ୍ଚାୟତରେ ବିଜେପିକୁ କିଭଳି ଭାବରେ ସଂଗଠିତ କରିବା ଏବଂ ଆଗାମୀ ଦିନରେ ପୁଣି କେମିତି 2027 ପଞ୍ଚାୟତ ନିର୍ବାଚନ ଏବଂ 29 ବିଧାନସଭା ନିର୍ବାଚନରେ ଆମେ ପୁଣି ବିଜେପିକୁ କ୍ଷମତାଶାଳୀ କରିବା, ଏହି ପ୍ରକାର ଚିନ୍ତାଧାରା ମୋ ଭିତରେ ଅଛି ଏବଂ ମୁଁ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରିଛି। 6 ତାରିଖରୁ ମୋର ଗୋଟେ ନୂଆ ସୋପାନ ବିଜେପି ଦଳରେ ଏବଂ ମୋ ପ୍ରତି ମାନ୍ୟବର MP ଏବଂ MLA ଦୁଇ ଜଣଙ୍କର ଆସ୍ଥା ଅଛି ଏବଂ ମୋ ଉପରେ ବିଶ୍ୱାସ ରଖିଛନ୍ତି, ଭରସା ରଖିଛନ୍ତି। ଆଗାମୀ ଦିନରେ ତାଙ୍କୁ ମୁଁ ନିଶ୍ଚିତ ଭାବରେ ପୂର୍ଣ୍ଣ ସହଯୋଗ କରିବି। ଭଦ୍ରକରୁ ପୁନୀଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।